ସବୁଦିନ ଭଳି ଆଜି ବି ନେଇ ଆସିଛି କିଛିଟା ନୂଆ ନୂଆ ଟିପ୍ ଯାହାକି ଆମ ଗୃହିଣୀମାନେ ଜାଣିବା ନିହାତି ଦରକାର। ତ ନମସ୍କାର, କୁକ୍ ୱିଥ୍ ମୁର୍ଚାନ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଏବେ ଆରମ୍ଭ କରିବା ପ୍ରଥମ ଟିପ୍। ଲେଡ଼ିଜ୍ ହୁଅନ୍ତୁ ଜେଣ୍ଟସ୍ ହୁଅନ୍ତୁ ସମସ୍ତଙ୍କ ପାଇଁ ଏଇ ଟିପ୍ଟି ବହୁତ ବଢ଼ିଆ ରହିବ। ଦେଖନ୍ତୁ ମୁଁ ଏଇଠି ନଡ଼ିଆ ଟିକେ ନେଇଗଲି, ଅଳ୍ପ ଟିକେ ନଡ଼ିଆ ତାକୁ କୋରିଦେବା। ଦେଖନ୍ତୁ ମୁଁ କେତିକି ନଡ଼ିଆ ନେଲି ଏତିକି କୋରିଲି। ଯଦି ବେଶୀ କ୍ୱାଣ୍ଟିଟିରେ ଆପଣମାନେ ତିଆରି କରିବେ ତାହେଲେ ବେଶୀ ନେବେ। ତ ମୁଁ ଏଇଠି ଦେଖନ୍ତୁ ଏତିକି ଟିକେ ନଡ଼ିଆ ନେଲି। ଆଉ ଏଇଟା ବହୁତ ବଢ଼ିଆଟେ ଜିନିଷଟେ ତିଆରି ହେଉଛି ଆମ ଲେଡ଼ିଜ୍ ମାନଙ୍କ ପାଇଁ ନିହାତି ବେଶୀ ଜରୁରୀ। ତ କ'ଣ କରିବା ଦେଖନ୍ତୁ, ତାପରେ ବିଲାତି ନେଇଯାଇଛି ଫାଳେ। ବିଲାତି ଫାଳେ ହେଉ ଗୋଟେ ହେଉ, ମୁଁ ଏଇଠି ଫାଳେ ନେଲି, ଆଉ ଫାଳେ ବି ନେବି, ମାନେ ଗୋଟେ ବିଲାତି ଏଇଟା ଦରକାର ହେଉଛି। ଦେଖନ୍ତୁ ମୁଁ ଏଇଠି 2 ଫାଳ ନେଇଛି। ଆଗରୁ ଫାଳେ ଥିଲା ତାକୁ ନେଇଗଲି, ଆଉ ଗୋଟେ ଫାଳେ ନେଲି। ଦେଖନ୍ତୁ ତାକୁ ଏମିତି କାଟିବା ଟିକ୍ ଟିକ୍ କରି। ଇଏ ଗୋଟେ ଏତେ ସୁନ୍ଦର ଜିନିଷଟେ ତିଆରି ହେବ, ଆଉ ପଇସା ମଧ୍ୟ ବଞ୍ଚେଇବ। ବହୁତ ମାର୍କେଟରୁ କିଣୁଛନ୍ତି ଯେଉଁ ଜିନିଷଟା ବହୁତ ପଇସା ଦେଇକି, ଆମେ ତାକୁ ଘରେ ତିଆରି କରିବା। ଦେଖନ୍ତୁ ମୁଁ ଗ୍ରାଇଣ୍ଡର କରିଦେଲି, ବହୁତ ବଢ଼ିଆ ଭାବରେ ପାଲିସ୍ କରିକି ତାକୁ ଗ୍ରାଇଣ୍ଡର କରୁଛି, ଯାହାକି ଏହାର ସବୁତକ ରସ ବାହାରିବ। ଦେଖନ୍ତୁ ଏମିତି ଭାବରେ ତାକୁ ନେଲି। ଆଉ ଆକୁ କ'ଣ କରିବା, ଗୋଟେ କପଡ଼ା ଆଣିକିରି ଛାଣିବା ଆକୁ। ଆଉ ଯଦି ଆମେ ନ ଛାଣିବା କପଡ଼ାରେ ତାହେଲେ ଗର୍ଦା ଗୁଡ଼ାକ ରହିବ, ମାନେ ବହୁତ ଅସୁବିଧା କରିବ। ଆଉ ଆମର ଯାହାଟା ତିଆରି କରୁଛେ ନା, ସେ ଟିକେ ଅସୁବିଧା ହେବ। ତ କ'ଣ କରୁଛି, କପଡ଼ାରେ ତାକୁ ଛାଣୁଛି, ଏମିତି ପତଳା କପଡ଼ା। ଆଉ ଚାହା ଛଣାରେ ଛାଣିଲେ ବି ସେଇଟା ପୁରା ଖଦରା ଖଦରା ଟିକେ ରହିବ। ତେଣୁକରି ଆମେ ଏମିତି କପଡ଼ାରେ ଯଦି ଛାଣିବା, ସେ କ'ଣ ହେବ, ବହୁତ ବଢ଼ିଆ ପୁରା ପତଳା ଜୁସ୍ ବାହାରିବ ତାର। ତାପରେ ଏମିତି ଦେଖନ୍ତୁ ଏମିତି ବୁଲେଇ ତାକୁ ଏମିତି ପୁରା ହାତରେ ଟିକେ ଚାପିଦେଲେ ନା, ଦେଖିବେ କେତେ ସୁନ୍ଦର ଭାବରେ ସବୁତକ ରସ ସେଥିରୁ ବାହାରିଯିବ। ତ ସାଙ୍ଗମାନେ ପ୍ଲିଜ୍ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତାହେଲେ ଜାଣିପାରିବେ ଏଇଟା ବହୁତ ବଢ଼ିଆ ଟିପ୍ଟେ ବୋଲି। ନହେଲେ ଆପଣମାନେ ସ୍କିପ୍ କରିଦେଲେ କିଛି ଜାଣିପାରିବେନି। ତ ଦେଖନ୍ତୁ ଏଇଠି କେତେ ଗର୍ଦା ବାହାରିଛି। ଏମିତି ଗର୍ଦା ହିଁ ଏଥିରୁ ବାହାରିବ। ଆଉ ଏଗୁଡ଼ା ସବୁ ରହିଥାନ୍ତା, ଆମେ ଯାହା ତିଆରି କରୁଛେ ଭଲ ହେଇନଥାନ୍ତା। ଶୀତ ଦିନ ପାଇଁ ବହୁତ ବଢ଼ିଆ ରେମେଡ଼ିଟେ ତିଆରି ହେଉଛି, ଯାହାକି ଆମେ ବହୁତ ପଇସା ଦେଇକି ମାର୍କେଟରୁ କିଣିକି ଆଣୁଛନ୍ତି। ତ ଏଥିରେ ମୁଁ ଅଳ୍ପ ଟିକେ ହାଫ୍ ଚାମଚ ପାଖାପାଖି ଚିନି ପକେଇଲି। ଚିନିଟା ଆମର ବହୁତ ବଢ଼ିଆ ସାଇନ୍ ଦେବ, ଆଉ ଏଥିରେ ନିହାତି ପକେଇବା ଦରକାର। ତାପରେ ଏଥିରେ ଦେବା କର୍ଣ୍ଣଫ୍ଲାୱାର, ଛୋଟ ଚାମଚରେ 1 ଚାମଚ ଦେଲି। ଯଦି ଆପଣ ବେଶୀ ତିଆରି କରୁଥିବେ ଆଉ ଟିକେ ବେଶୀ ଦେବେ। ତ ଏଠି ଆମକୁ ଏମିତି ପାଣି କରିବାର ଅଛି, ବେଶୀ ବହଳିଆ ଜମା ବି କରିବେନି। ପାଣି ନିଶ୍ଚୟ ମିଶାଇବେ। ଭଲ ଭାବରେ ଗୋଳେଇକି ତାକୁ ଆଉ ଗୋଟେ ପ୍ୟାନ୍କୁ ଓଜାଡ଼ିକି ଗ୍ୟାସ୍ରେ ବସାଇ ନେଲି। ଗ୍ୟାସ୍ରେ ଲୋ ଫ୍ଲେମ୍ରେ ଟିକେ ସମୟ ବସିଲା ପରେ ଦେଖନ୍ତୁ ତାର କନସିଷ୍ଟେନ୍ସି ଏମିତି ହେଇଯିବ। ତ ଏମିତି ଟିକେ ବହଳିଆ ହେଇଗଲା ପରେ ଆମେ ତାକୁ ବାହାର କରିବା। ଟିକେ ଏଇଠି ଧ୍ୟାନ ଦେଇକିରି ବସେଇବେ ଗ୍ୟାସ୍ରେ, ବେଶୀ ମାନେ ଗ୍ୟାସ୍ରେ ହାଇରେ ଦେବେନି। ଯଦି ଆମେ ଗ୍ୟାସ୍କୁ ହାଇରେ ଦେବା ତଳ ଲାଗିଯିବ, ଆମ ଜିନିଷଟା ପୁରା ବେକାର ହେଇଯିବ। ତାପରେ ମୁଁ ଏଇଠି ଲେମ୍ବୁ ଚେନେ ମିଶାଇଲି। ତା ଦେହରେ ଲେମ୍ବୁ ଚେନେ ଆଣିକି ଚିପୁଡ଼ି ଦେବା। ସେଥିରେ ମଞ୍ଜିକୁ ବାହାର କରିଦେଇଥିବେ, ଲେମ୍ବୁ ରସଟା ତାକୁ ପକେଇବେ ତା ଦେହରେ। ତ ଦେଖନ୍ତୁ ଏମିତି ଗୋଳଉଥିବା ପୁରା ମୁଁ ଲୋରେ ରଖିଛି ଗ୍ୟାସ୍କୁ। ଏମିତି ଗୋଳଉଥିବା, ଯେତେବେଳେ ଏମିତି ହେଇଯିବ ଦେଖନ୍ତୁ ଆମେ ବାହାର କରିବା। ବେଶୀ ଶୁଖିଲିଆ କରିବାନି, ନହେଲେ ସେ ପୁରା ବହଳିଆ ହେଇଯିବ। କର୍ଣ୍ଣଫ୍ଲାୱାରଟା ପଡ଼ିଛି, ପୁରା ଥାଲକୁ ହେଇଯିବ। ତ ଏଇଠି ମୁଁ ଯେତିକି କନସିଷ୍ଟେନ୍ସି ରଖିଛି, ତାର ମାନେ ପାଣି ଅଂଶ ଯେତିକି ଅଛି, ଆଉ ଟିକେ ପାଣି ଅଂଶ ରହିବ। ଦେଖନ୍ତୁ ଏଇଟା ଟିକେ ବହଳିଆ ହେଇଗଲା, ଆଉ ଟିକେ କମ୍ ବହଳିଆ ହେବା ଦରକାର। ଟିକେ ଆଗରୁ ତାକୁ ବାହାର କରିଦେଲେ ହେବ। ତାପରେ ଏଥିରେ କ'ଣ କରିବା, ଏମିତି ଦେଖନ୍ତୁ ହେଇସାରିଲା ପରେ, ଥଣ୍ଡା ହେଲା ପରେ ଆମେ କ'ଣ କରିବା, ଏଲୋଭେରା ଜେଲ୍ ଟିକେ ଆମେ ପକାଇବା ତା ଦେହରେ। ମାନେ ହାଫ୍ ଚାମଚ ପାଖାପାଖି ଏଥିରେ ଆଲୋଭେରା ଜେଲ୍ ପକେଇକି ଭଲ ଭାବରେ ଫେଣ୍ଟି ନେବା। ଯେମିତି ବହୁତ ବଢ଼ିଆ କ୍ରିମ୍ଟେ ତିଆରି ହେଇଯିବ, ଆମ ଫେସ୍ କ୍ରିମ୍ ତିଆରି ହେଇଯିବ। ମାର୍କେଟରୁ ଆମକୁ ବିଲକୁଲ ବି କିଣିବାକୁ ପଡ଼ିବନି। କେତେ ସୁନ୍ଦର ଭାବରେ ଦେଖନ୍ତୁ କ୍ରିମ୍ ତିଆରି ହେଇଗଲା, ଆଉ ବହୁତ ବଢ଼ିଆ କ୍ରିମ୍ଟେ। ଆଉ ଏଥିରେ ଯେତେ ଜିନିଷ ସବୁ ମିଶିଛି ନା, ଆମ ମୁହଁ ପାଇଁ, ଆମ ହାତ ଗୋଡ଼ ପାଇଁ ବଢ଼ିଆ ରହିବ। ମାନେ ଗୋରା କରିବ, ଆଉ ସ୍କିନ୍ ପୁରା ସାଇନ୍ କରିବ। ଯେହେତୁ ଆମେ ଘରେ ବନେଇଛେ, ଆକୁ କ'ଣ କରିବା, ଆମେ ଷ୍ଟୋର କରିକି 8 ଦିନ 15 ଦିନ ପର୍ଯ୍ୟନ୍ତ ରଖିକି ଲଗେଇ ପାରିବା। ଆଉ ବେଶୀ ଦିନ ରଖିପାରିବାନି। ଯଦି ଆକୁ ଫ୍ରିଜରେ ରଖୁଛନ୍ତି ତାହେଲେ ସେ ପୁରା ଥାଲଥାଲ ହେଇଯିବ, ପୁରା ବସିଯିବ। ଯଦି ଫ୍ରିଜରେ ରଖିବାକୁ ଚାହୁଁଛନ୍ତି ପୁରା ପାଣିଆ କରିଦେବେ।
ତ ଏଠି ଦେଖନ୍ତୁ ମୁଁ ହାତରେ, ଗୋଡ଼ରେ, ମୁହଁରେ ସବୁଠି ଲଗାଉଛି। ଆଉ ଯେମିତି ଆମେ ମାର୍କେଟରୁ କିଣିକି ଆଣୁଛେ ଠିକ୍ ସେମିତି କ୍ରିମ୍ ଦେଖନ୍ତୁ ଲଗାଇଲା ପରେ କେତେ ଚିକ୍ ଦେଖାଯାଉଛି ହାତ ମୁହଁ ସବୁ। ବିନା କେମିକାଲରେ ଆମେ ଏମିତି କ୍ରିମ୍ ତିଆରି କରିକି ମୁହଁରେ, ହାତ ଗୋଡ଼ରେ ଲଗାଇ ପାରିବା। ମୁହଁରେ ଯେତେ ସବୁ ଦାଗ ଥିବ, ଯେତେ ମାନେ କଳା ଦାଗ ଥାଉ, ବ୍ରଣ ଥାଉ, ସବୁ କମିଯିବ। ସମ୍ପୂର୍ଣ୍ଣ ଏଇଟା ନ୍ୟାଚୁରାଲ କ୍ରିମ୍, ବିଲକୁଲ ବି ଏଥିରେ କେମିକାଲ ନାହିଁ। ଆମେ ପୁରା ନିର୍ଦ୍ୱନ୍ଦରେ, ନିର୍ଭୟରେ ୟାକୁ ବ୍ୟବହାର କରିପାରିବା। ଆଉ ରାତିରେ ଯଦି ଲଗେଇକି ଶୋଇବା, ସକାଳକୁ ଧୋଇବା, ସିଏ ବି ବହୁତ ବଢ଼ିଆ ରହିବ। ଆଉ କୌଣସି ବାହାର ଜିନିଷ ଲଗେଇବେନି, ଦେଖିବେ ଆପଣଙ୍କ ମୁହଁରେ ଯେତେ ଦାଗ ଫାଗ ଥିବ ସବୁ କମିଯିବ, ପୁରା ଚିକ୍ କରିବ। ଯଦି ଏ ଟିପ୍ଟି ପସନ୍ଦ ଆସିଛି ନିଶ୍ଚୟ ଆପଣମାନେ କମେଣ୍ଟରେ ଜଣେଇବେ। ତ ଯିବା ଏବେ ନେକ୍ସଟ ଟିପ୍କୁ ସାଙ୍ଗମାନେ। ଏମିତି ଯେତେବେଳେ ଆମେ ନୂଆ ଜିନିଷଟା ଆଣୁଛନ୍ତି, ଷ୍ଟିକର ସେଥିରେ ଲାଗୁଛି, ସେ ଷ୍ଟିକରକୁ ଆମେ ଛଡ଼େଇବାକୁ ବହୁତ ଅସୁବିଧା ହୁଏ, ଅଠା ଗୁଡ଼ାକ ଲାଗିଯାଏ। ସେ ଜିନିଷଟା, ସେ ମାନେ ପାତ୍ରଟା ଆମେ ବ୍ୟବହାର କରିବାକୁ ଟିକେ ଅସୁବିଧା ହୁଏ, ଯେଉଁ ଅଠା ଗୁଡ଼ା ଲାଗିଥାଏ। ତ ଆମେ ତାକୁ ଅତି ସହଜରେ କେମିତି ଛଡ଼େଇବା, ଏମିତି ଆଣିବା, ଗରମ ପାଣି ସେଥିରେ ପକାଇଦେବା। କିଛି ସମୟ ପକାଇଲା ପରେ ଗରମ ପାଣି, ପୁରା ଫୁଟିଲା ପାଣି ଆଣିକି ପକାଇଦେବେ। ସେ ପୁରା ଯେତେ ସବୁ ଅଠା ଥିବ ସେ ତା ଦେହରୁ ସାଙ୍ଗେ ସାଙ୍ଗେ ସେଇ ଷ୍ଟିକରଟା ଛାଡ଼ିଯିବ। ଦେଖନ୍ତୁ ଆଉ କିଛି କଷ୍ଟ ପଡ଼ିବନି। ଦେଖନ୍ତୁ ହାତ ମାରିଲା ମାନେ ସେଇଟା ଛାଡ଼ିଯିବ। ଟିକେ ଗରମ ପାଣି ବୋଲି ମୁଁ ହାତ ଲଗେଇଲିନି, ତ ଏଇ ଖରିକାରେ ମୁଁ ଏମିତି ତାକୁ ଟିକେ ଖେଞ୍ଚିଦେଲା ମାନେ ସାଙ୍ଗେ ସାଙ୍ଗେ ବାହାରିଗଲା। ଆଉ ଟିକେ ଯାହା ଯଦି ଥିବ ଅଠା ଫଟା, ତ ତାକୁ ଆମେ କ'ଣ କରିବା, ଏ ପାଣିକୁ ବାହାର କରିନେବା। ପୁଣି ଟିକେ ତେଲ ପକାଇକି ତାକୁ ଯେତେବେଳେ ଆମେ ପୋଛିଦେବା, ଆରାମରେ ପୁରା ସବୁ ଛାଡ଼ିଯିବ। ତ ଏଠି ଦେଖନ୍ତୁ ମୁଁ ଆରାମରେ ତାକୁ ଛଡ଼େଇଦେଲି, କେତେ ବଢ଼ିଆ ଭାବରେ ଛାଡ଼ିଗଲା। ଆଉ ଇଏ ବି ପୁରା ଚିପକିକିରି ଲାଗିକି ରହିଥାନ୍ତା, ଯେତେ ଛଡ଼େଇଥିଲେ ବି ଛାଡ଼ି ନଥାନ୍ତା। ଦେଖନ୍ତୁ ଆଉ ଏଇ ଯେଉଁ ଟିକେ ଅଠା ଭଳିଆ ହାତକୁ ଲାଗୁଛି, ଏମିତି ଟିକେ ତେଲ ଦେଇକି ଘଷିଦେବେ, କପଡ଼ା ଫପଡ଼ାରେ ପୋଛିଦେଲେ ବଢ଼ିଆ ଛାଡ଼ିଯିବ। ଯଦି ଏ ଟିପ୍ଟି ପସନ୍ଦ ଆସିଛି ନିଶ୍ଚୟ ଲାଇକ୍ ଗୋଟେ ଦେବେ, କମେଣ୍ଟରେ ଜଣେଇବେ, କେଉଁଠି ଦେଖୁଛନ୍ତି ନିଶ୍ଚୟ କମେଣ୍ଟରେ ଜଣେଇବେ। ଯଦି ଚ୍ୟାନେଲରେ ନୂଆ ଥିବେ ତାହେଲେ ସବସ୍କ୍ରାଇବ୍ କରିନେବେ। ଯିବା ଏବେ ନେକ୍ସଟ ଟିପ୍କୁ। ଦେଖନ୍ତୁ ଆମେ ଏମିତି ଯେତେବେଳେ ବାଦାମ ମଞ୍ଜିକୁ ଭାଜୁଛନ୍ତି, ବାଲିରେ ଭାଜୁଛନ୍ତି, ସେ ବାଲିରୁ ଆମେ ତାକୁ କେମିତି କାଢ଼ିବା। ବାଦାମ ହେଇଯାଇଥିବ, ଆକୁ ଗୋଟେ ଯଦି କାଢ଼ିବା ପୋଡ଼ିଯିବ, ପୁଣି ବେଶୀ ସମୟ ହେଲେ ତ ତାତିଯିବ। ତ କ'ଣ କରିବା, ଆକୁ କେମିତି ଅତି ସହଜରେ ପୁରା ବାଲିରୁ ଅଲଗା କରିବା ବାଦାମ ମଞ୍ଜିକୁ, ବହୁତ କମ୍ ସମୟ ଭିତରେ ଆକୁ ଆମେ ବାହାର କରିପାରିବା। ତ ଏମିତି ଆଣିଲେ ଏଥିରେ ବାଲି ରହୁଛି, ତ ଆମେ କ'ଣ କରିବା, ଏମିତି ନେଇ ଆସିବା ଗୋଟେ ଜାଲି ଦେହରେ ଏମିତି ପକାଇଦେବା, ସାଙ୍ଗେ ସାଙ୍ଗେ ଦେଖନ୍ତୁ ବାଲି ଅଲଗା, ମଞ୍ଜି ଅଲଗା ହେଇଯିବ। ଅତି ସହଜରେ, ଅତି କମ୍ ସମୟ ଭିତରେ ଆମେ ଆମ କାମକୁ କରିଦେବା। ଯଦି ଏଇ ଛୋଟ ଛୋଟ ଟିପ୍ ଗୁଡ଼ାକ ଆମେ ଜାଣିଥିବା, ଗୃହିଣୀମାନେ ଆମ ସମୟ ବଞ୍ଚାଇ ପାରିବା, ଆମ କାମକୁ ଅତି ଶୀଘ୍ର କରିଦେବା। ଏଇ ଘର କାମ ସବୁ କରିକି କେତେବେଳେ ଦିନ ସରିଯାଏ, ଆଉ ସେଇ କାମ ଆମକୁ ବହୁତ ବିରକ୍ତ ଲାଗେ। ଗୋଟେ କାମ ଯଦି ଏ ଟିପ୍ ଗୁଡ଼ାକ ଆମେ ଜାଣିଥିବା, ତାହେଲେ ଆମକୁ ବହୁତ ସହଜ ଲାଗିବ ଆମ ଘର କାମ ସବୁ କରିବାକୁ। ତ ଆଜି ପାଇଁ ରହୁଛି ସାଙ୍ଗମାନେ, ପୁଣି ଆଗକୁ ଆସିବି ଏମିତି ନୂଆ ଟିପ୍ ନେଇ। ସେ ପର୍ଯ୍ୟନ୍ତ ରହୁଛି, ଜୟ ଜଗନ୍ନାଥ।